ଦଶମ ଶ୍ରେଣୀ ପିଲାମାନେ ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ତମର ମାଧ୍ୟମିକ ବ୍ୟାକରଣ ବହିର ପ୍ରଥମ ଅଧ୍ୟାୟର ବାକ୍ୟର ପ୍ରକାର ଭେଦ। ଯେତିକି ପ୍ରଶ୍ନାବଳୀ ଅଛି ଆମେ ତାର ସବୁ ଉତ୍ତର ଲେଖିବା। ତ ପିଲାମାନେ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ ଏବଂ ଭିଡିଓଟିକୁ ସାଙ୍ଗମାନଙ୍କ ସହିତ ସେୟାର କରିଦେବ। ତମେ ଦେଖିନେବା ପ୍ରଶ୍ନାବଳୀ। ପ୍ରଶ୍ନ 1ରେ ପ୍ରଶ୍ନ କ'ଣ ଅଛି? ବାକ୍ୟର କେତୋଟି ରୂପ ଅଛି? ଉତ୍ତର ଲେଖିବ ବାକ୍ୟର 2ଟି ରୂପ ଅଛି। ପ୍ରଶ୍ନ 2, ଗଠନ ରୂପ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର? ଉତ୍ତର ଲେଖିବ ଗଠନ ରୂପ ଦୃଷ୍ଟିରୁ ବାକ୍ୟ 4 ପ୍ରକାର। 3, ଅର୍ଥ ପ୍ରକାଶ ବା ଭାବ ପ୍ରକାଶ ଦୃଷ୍ଟିରୁ ବାକ୍ୟକୁ କେତୋଟି ଭାଗରେ ବିଭକ୍ତ କରାଯାଏ? ଉତ୍ତର ଲେଖିବ ଅର୍ଥ ପ୍ରକାଶ ବା ଭାବ ପ୍ରକାଶ ଦୃଷ୍ଟିରୁ ବାକ୍ୟକୁ 5ଟି ଭାଗରେ ବିଭକ୍ତ କରାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପ୍ରଶ୍ନ 4, ସରଳ ବାକ୍ୟ କାହାକୁ କହନ୍ତି? ଦୃଷ୍ଟାନ୍ତ ସହିତ ବୁଝାଅ। ଉତ୍ତର ଲେଖିବ ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ। ଯଥା ଆମେ ଉଦାହରଣ ସହିତ ବୁଝେଇବା ହେଲା। ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପକ୍ଷରେ ଯୁଦ୍ଧ କଲେ। ଏଠାରେ ଯୁଦ୍ଧ କଲେ ସମାପିକା କ୍ରିୟା, ତେଣୁ ଏହା ଗୋଟିଏ ସରଳ ବାକ୍ୟ। ତାପରେ ପ୍ରଶ୍ନ 5, ଜଟିଳ ବାକ୍ୟ କ'ଣ? ଉଦାହରଣ ଦେଇ ଦର୍ଶାଅ। ଉତ୍ତର ଲେଖିବ 2 ବା ତତୋଧିକ ପରସ୍ପର ସାକ୍ଷେପ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ। ଉଦାହରଣ ନବା। ଯେଉଁ ରାମଚନ୍ଦ୍ର ଶିବଧନୁ ଭାଙ୍ଗିଥିଲେ ସେ ସୀତାଙ୍କୁ ବିବାହ କରିଥିଲେ। ଏଠାରେ ଯେଉଁ ରାମଚନ୍ଦ୍ର ଶିବଧନୁ ଭାଙ୍ଗିଥିଲେ ଅପ୍ରଧାନ ବାକ୍ୟ ଏବଂ ସେ ସୀତାଙ୍କୁ ବିବାହ କରିଥିଲେ ପ୍ରଧାନ ବାକ୍ୟ। ଏହି ବାକ୍ୟ ଦୁଇଟି ପରସ୍ପର ନିର୍ଭରଶୀଳ ହୋଇ ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବାରୁ ଏହା ଜଟିଳ ବାକ୍ୟ। ବୁଝିପାରିଲ? ତାପରେ ପ୍ରଶ୍ନ 6। ପ୍ରଶ୍ନ 6ରେ ପ୍ରଶ୍ନ ଅଛି ଦେଖ, ଯୌଗିକ ବାକ୍ୟ କହିଲେ କ'ଣ ବୁଝ? 2ଟି ଦୃଷ୍ଟାନ୍ତ ଦିଅ। ତ ଲେଖିବ ପରସ୍ପର ନିରପେକ୍ଷ 2 ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। ଯଥା ଗୋଟିଏ ଉଦାହରଣ ବା ଚିତ୍ତ ଭଲ କାମ କଲେ ଓ ସମସ୍ତଙ୍କ ସ୍ନେହ ଭାଜନ ହେଲେ। ତାପରେ 7, ତୁମ ମନରୁ ଗୋଟିଏ ମିଶ୍ର ବାକ୍ୟ ଗଢ଼ି ଏହା କିପରି ମିଶ୍ର ବାକ୍ୟ ହେଲା ପ୍ରମାଣ କର। ଉତ୍ତର ଲେଖିବ ମିଶ୍ର ବାକ୍ୟ। ରଶ୍ମି ସବୁବେଳେ କଠିନ ପରିଶ୍ରମ କରୁଥିଲେ। ଯେହେତୁ ସେ ଜଣେ ବୁଦ୍ଧିଆ ପିଲା ତେଣୁ ସେ ସଫଳତା ଲାଭ କଲେ। ସେ ସମସ୍ତଙ୍କୁ ସ୍ନେହ କରନ୍ତି ଓ ନିଜର କର୍ତ୍ତବ୍ୟକୁ ବଡ଼ ମନେ କରନ୍ତି। ଯଥା ରଶ୍ମି ସବୁବେଳେ କଠିନ ପରିଶ୍ରମ କରୁଥିଲେ। ପ୍ରଥମ ବାକ୍ୟ ଏଟା ହେଉଛି ସରଳ ବାକ୍ୟ। ତାପରେ ଯେହେତୁ ସେ ଜଣେ ବୁଦ୍ଧିଆ ପିଲା ତେଣୁ ସେ ସଫଳତା ଲାଭ କଲେ, ଏଟା ହେଉଛି ଦ୍ୱିତୀୟ ତ ଜଟିଳ ବାକ୍ୟ। ତାପରେ ସେ ସମସ୍ତଙ୍କୁ ସ୍ନେହ କରନ୍ତି ଓ ନିଜର କର୍ତ୍ତବ୍ୟକୁ ବଡ଼ ମନେ କରନ୍ତି, ଏଟା ହେଉଛି ଯୌଗିକ ବାକ୍ୟ। ତ ଏଠାରେ ଗୋଟିଏ ସରଳ ବାକ୍ୟ ଅଛି, ଗୋଟିଏ ଜଟିଳ ବାକ୍ୟ ଅଛି, ଗୋଟିଏ ଯୌଗିକ ବାକ୍ୟ ମିଶ୍ରିତ ହୋଇ ରହିଛି ହେଲା। ତ ମିଶ୍ରିତ ହୋଇ ରହିଥିବାରୁ ଏହା ଗୋଟିଏ ମିଶ୍ର ବାକ୍ୟ। ତାପରେ ପ୍ରଶ୍ନ 8, ପ୍ରଧାନ ବାକ୍ୟ କାହାକୁ କହନ୍ତି? ଉତ୍ତର ଲେଖିବ ଜଟିଳ ବାକ୍ୟରେ ଥିବା ଯେଉଁ ଖଣ୍ଡ ବାକ୍ୟଟି ମୁଖ୍ୟ ବାକ୍ୟ ଅଟେ ତାହାକୁ ପ୍ରଧାନ ବାକ୍ୟ କହନ୍ତି। ତାପର ପ୍ରଶ୍ନ, ଅପ୍ରଧାନ ବାକ୍ୟ କହିଲେ କ'ଣ ବୁଝ? ଉତ୍ତର ଲେଖିବ ଜଟିଳ ବାକ୍ୟରେ ଥିବା ଯେଉଁ ଖଣ୍ଡ ବାକ୍ୟଟି ଗୌଣ ବାକ୍ୟ ଅଟେ ତାହାକୁ ଅପ୍ରଧାନ ବାକ୍ୟ କୁହାଯାଏ। ତାପରେ ପ୍ରଶ୍ନ 10, ତଳ ବାକ୍ୟ ଗୁଡ଼ିକୁ ପଢ଼ି କେଉଁଠି କି ପ୍ରକାର ବାକ୍ୟ ଦର୍ଶାଅ। ଘରେ କ'ଣ ଦିଆଯାଇଛି ଦେଖ, ତମେ କ'ଣ କାମକୁ ପାରିବ? ଏଟା ହେଉଛି ପ୍ରଶ୍ନ ସୂଚକ ବାକ୍ୟ। ଘରେ ଅଛି ମଦନ ଦ୍ୱାରା ଗୀତ ଗାଇବା ସମ୍ଭବ ନୁହେଁ, ଏଟା ନାସ୍ତି ସୂଚକ ବାକ୍ୟ। ଗରେ ଅଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଏଟା ହେଉଛି ବିବୃତ୍ତି ସୂଚକ ବାକ୍ୟ। ତାପରେ ଘରେ ଅଛି ନିଅ ଏଇ ଚିଠିଟା ଡାକ ବାକ୍ସରେ ପକାଇ ଦିଅ, ଏଟା ଆଦେଶ ସୂଚକ ବାକ୍ୟ। ତାପରେ ହୁଅ ମତେ ଟଙ୍କାଟିଏ ଦିଅ ବାବୁ, ଏଟା ହେଉଛି ଅନୁରୋଧ ସୂଚକ ବାକ୍ୟ। ଚରେ ଅଛି ଆଜି କି ଟାଣ ଖରା, ଏଟା ହେଉଛି ବିସ୍ମୟ ସୂଚକ ବାକ୍ୟ। ତ ପିଲାମାନେ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ ଏବଂ ଭିଡ଼ିଓଟି ହେଲ୍ପଫୁଲ ହେଇଥିଲେ ସାଙ୍ଗମାନଙ୍କୁ ସେୟାର କରିଦେବ। ଥ୍ୟାଙ୍କ୍ସ ଫର ୱାଚିଂ।